नमस्कार। ମୁଁ ହର୍ଷ ପରିଚ୍ଛା ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଏ ଭିଡିଓରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ସମସ୍ତ ପବ୍ଲିକ ଇନଫର୍ମେସନ ଅଫିସର, ଫାଷ୍ଟ ଆଫିଲିଏଟ୍ ଅଥରିଟି ଏବଂ ସିଟିଜେନ ସମସ୍ତେ ଦେଖିବା ଦରକାର ଯେ ଆମର 41B ପ୍ରକାରେ ମାନୁଆଲ ନମ୍ବର 5ରେ ଜଣେ ପବ୍ଲିକ ଇନଫର୍ମେସନ ଅଫିସର କେଉଁ କେଉଁ ଡାଟା ବା କେଉଁ କେଉଁ ତଥ୍ୟ ସେ ପ୍ରଦାନ କରିବେ ଏବଂ ସିଟିଜେନ ସେଇ ତଥ୍ୟ ଦେଖିବା ଆଣିବା ଦରକାର ବା ସେଇ ତଥ୍ୟ ହିଁ ସେଇ ମାନୁଆଲରୁ ସେ ପାଇବା ପାଇଁ ଆଶା କରିବା ଆବଶ୍ୟକ। ତେବେ ଆସନ୍ତୁ ସେ ମାନୁଆଲରେ ବା ମାନୁଆଲ ନମ୍ବର 5ରେ ଯୋଉଟା କି ଆପଣଙ୍କର ସେକ୍ସନ 41B ର ମାନୁଆଲ ନମ୍ବର 5ରେ କୋଉ କୋଉ ଇନଫର୍ମେସନ ଆମେ ଦେବା କଥା ସେଇ ଇନଫର୍ମେସନ ଗୁଡ଼ିକ ଉପରେ ଆମେ ଆଲୋଚନା କରିବା। ମାନୁଆଲ ନମ୍ବର 5 ତେବେ କଣ କହୁଛି ନା ମାନୁଆଲ ନମ୍ବର 5 କହୁଛି rules, regulations, instruction, manuals and records for discharging functions। अर्थात ଆପଣଙ୍କର ଅଫିସରେ କଣ କଣ କାର୍ଯ୍ୟକ୍ରମକୁ ରୂପାୟନ କରିବା ପାଇଁ କୋଉ କୋଉ କମିଟି ଅଛି ବା କୋଉ କୋଉ ରୁଲ ଅଛି, କୋଉ କୋଉ ରେଗୁଲେସନ ଅଛି, କୋଉ ଇନଷ୍ଟ୍ରକ୍ସନ ଅଛି, କୋଉ ମାନୁଆଲ ଅଛି ବା ରେକର୍ଡ ଅଛି, ଯୋଉ ଯୋଉ କାର୍ଯ୍ୟକ୍ରମ ଆପଣ ମାନେ ଡିସଚାର୍ଜ କରୁଛନ୍ତି, ଫଙ୍କସନ କରୁଛନ୍ତି, ରୂପାୟନ କରୁଛନ୍ତି ବା ଇମ୍ପ୍ଲିମେଣ୍ଟ କରୁଛନ୍ତି ବା କାର୍ଯ୍ୟକାରିତା କରୁଛନ୍ତି, ତାର ବିବରଣୀ ଆପଣଙ୍କର ମାନୁଆଲ ନମ୍ବର କେମିତି ମାନୁଆଲ ନମ୍ବର 5ରେ କୋଉ କୋଉ ଡାଟା ଦେବେ, କେମିତି ଦେବେ ଦେଖନ୍ତୁ। ଗୋଟେ ଡାଇଗ୍ରାମ ମାନେ ଆପଣଙ୍କର ଟେବୁଲ କରିଦେଇଛି। ସେ ଟେବୁଲ ଅନୁସାରେ ଦେଖନ୍ତୁ ସିରିଆଲ ନମ୍ବର ଦେବେ 1, ତାପରେ ନେମ୍ ଟାଇଟଲ ଅଫ ଦ ଡକ୍ୟୁମେଣ୍ଟ, କୋଉ କୋଉ ଆପଣଙ୍କର ଡକ୍ୟୁମେଣ୍ଟ ଅଛି, କୋଉ ପ୍ରଜାତିର ଡକ୍ୟୁମେଣ୍ଟ ଆପଣଙ୍କର, ଏଟା ଆପଣଙ୍କର ଏକ୍ସଟ୍ରାକ୍ଟ କପି କି ଅର୍ଡର କପି କି ଫାଇଲ କି ଏସ୍ଟିମେସନ କପି ବା ଆପଣଙ୍କର କ୍ୟାଶ ବୁକ୍ କି ଆପଣଙ୍କର ଇନଫର୍ମେସନ ରେଜିଷ୍ଟର କି ଆପଣଙ୍କର ଅପିଲ ରେଜିଷ୍ଟର, ଯାହାବି ଆପଣଙ୍କର ଗୋଟିଏ ଲାଇନରେ ଗୋଟେ କୋଉ ପ୍ରକାର ଡକ୍ୟୁମେଣ୍ଟ, ଏଟା ଡକ୍ୟୁମେଣ୍ଟଟା ଆପଣଙ୍କର କୋଉ ଡକ୍ୟୁମେଣ୍ଟ, ରେକର୍ଡ ମାନୁଆଲ ଡକ୍ୟୁମେଣ୍ଟ କି ଆପଣଙ୍କର ଅଲଗା ସାର୍ଟିଫାଇଡ କପି, ଯାହାବି ଆପଣଙ୍କର ଏଇଠି ସ୍ପେସିଫାଇ କରିବେ। ତାପରେ 4 ନମ୍ବର କଲମରେ ଆପଣ କଣ ଦେବେ, ବ୍ରିଫ ରାଇଟ୍ ଅପ୍ ଅଫ ଦ ଡକ୍ୟୁମେଣ୍ଟ। ସେଇ ଡକ୍ୟୁମେଣ୍ଟ ଉପରେ ଗୋଟିଏ ସେଣ୍ଟେନ୍ସରେ ଅଳ୍ପ ଟିକେ ଲେଖିଦେବେ, ଏଇ ତାର ପ୍ରଥମ ସେଣ୍ଟେନ୍ସଟା ଲିଖିଦେବେ ଯେ ଏଇ ଡକ୍ୟୁମେଣ୍ଟର ଏଇ ଫର ଏକ୍ସାମ୍ପଲ ଆପଣଙ୍କର ଇନଫର୍ମେସନ ରେଜିଷ୍ଟର ଯୋଉଟା ସିଟିଜେନ ମାନଙ୍କ ପାଇଁ ସମସ୍ତଙ୍କୁ ଏଭେଲେବୁଲ ବା ମାନେ କଣ ଇନ୍ସପେକ୍ସନ କରିବା ପାଇଁ ଦିଆଯାଇପାରୁଛି, ଗୋଟେ ଲାଇନ। ତାପରେ 5 ନମ୍ବର କଣ ଦେବେ, ଫ୍ରମ ହୋର ୱେନ୍ କାନ୍ ଗେଟ୍ ଏ କପି ଅଫ ରୁଲ୍ସ ଅର ରେଗୁଲେସନ, ଯାହା ବି ଆପଣଙ୍କର ରୁଲ୍ସ ଅଛି, ରେଗୁଲେସନ ଅଛି, ଇନଷ୍ଟ୍ରକ୍ସନ ଅଛି, ରେକର୍ଡ ଅଛି ବା ଯାହା ବି ଅଛି ଆପଣଙ୍କର କାର୍ଯ୍ୟକାରିତା କରିବା ପାଇଁ, ଆପଣଙ୍କର ଅଫିସର କାର୍ଯ୍ୟକ୍ରମକୁ କାର୍ଯ୍ୟକାରିତା କରିବା ପାଇଁ ଯାହା ଯାହା ମାନୁଆଲସ ଅଛି, ରେକର୍ଡସ ଅଛି, ତାର ଗୋଟେ କପି ଏକକିତା ନକଲ ଜଣେ ସିଟିଜେନ କେମିତି ପାଇବେ, କାହାଠାରୁ ପାଇବେ, କେମିତି ପାଇବେ, ତାର ପ୍ରୋସିଜିଅର କଣ, ତାର ତମାମ ବିବରଣୀ ଆପଣଙ୍କର 6 ନମ୍ବର କଲମରେ ଦେବେ। ଆଡ୍ରେସ, ଟେଲିଫୋନ ଦେବେ ବା ଫାକ୍ସ ଅଛି ଫାକ୍ସ ଦେବେ, ଇମେଲ ଆଡ୍ରେସ ଦେବେ ଏବଂ ତାଙ୍କର ଡେଜିନେସନ ଦେବେ, तमाम विवरणी आपणकर 6 नंबर कलम रे देबे। तेबे 7 नंबर कलम रे कोन देबे ना से जो मैनुअल्स रो कॉपीटे बा रेकॉर्ड रो कॉपीटे बा आपन इंस्ट्रक्शन रो कॉपीटे बा सर्टिफाइड कॉपी रो कॉपीटे जदि नेबा पई आपन फीस केते धार्य करछिति, 5 टंका कि 10 टंका कि केते, तार एकता नकल नेबा तार तमाम विवरणी आपन रे रूल प्रकार एठी आपन दर्शे बुझी पाले। तो एई भली भाबरे आपनकर मानुअल नंबर 5 रे आपण माने इनफॉरमेशन देबे एवं सिटीजन हिसाब रे एई इनफॉरमेशन ही आमे आशा करबा दरकार। एई भली भाबरे मु अनुरोध करछि समस्त पब्लिक इनफॉरमेशन ऑफिसर एवं फास्ट अपीलेट अथॉरिटी सिटीजन एई वीडियो टिक देखिथिबे एवं आपण मान अनुरोध करछि ए वीडियो को आपण माने लाइक करबे, शेयर करबे एवं सब्सक्राइब करबे। थैंक यू सो मच।